ପ୍ରାୟ ଲୋକ ଆସିପାରୁନାହାନ୍ତି। କୋଉ ବାଟରେ କହୁଥିଲେ ପାଣି ବଢିଯିବ, ତଥାପି ଆମେ ଦେଖିବା ପାଇଁ ପଳେଇ ଆସିଲୁ କିନ୍ତୁ ଯାଇ ହବନି। ଯେହେତୁ ନୂଆ ବ୍ରିଜ କାମ ହେଇଛି ଏବେ ଜଷ୍ଟ, ରୋଡ ଟା କ୍ଲିୟର ହେଇ ସାରିଲା ପରେ ବ୍ରିଜ ଟା କରିଥିଲେ ବେଟର ହେଇଥାନ୍ତା। ପାଣି ଏପଟେ ବଢୁଛି ନା ରୋଡ କାମ ଟା ଆଗ କରିବା ଦରକାର ନିହାତି। କେତେ ଥର ବନ୍ୟା ହେଲାଣି? ଦୁନିଆ ବନ୍ୟା, ଲୋକମାନେ ହଇରାଣ 4 ଦିନ ହେଲାଣି 3 ଦିନ ହେଲାଣି ହଇରାଣ। ବର୍ଷା ସରକାର ଆସିନାହାନ୍ତି, କିଛି ଆସିନାହାନ୍ତି, ରିଲିଫ ନାହିଁ, କିଛି ନାହିଁ, ଲୋକ ହଇରାଣ ହଉଛନ୍ତି। ଯେତେ ଦେଖୁ ଆପଣ ଦେଖୁ ସାଇକେଲ ପେଲିକି ଆଉଛି, ଧାନ ଫାନ କିଛି ନାହିଁ ବା, ସବୁ ଗଲାଣି, କିଛି କେହି ଆସୁନାହାନ୍ତି। ଚାଷ କେମିତି କରିହବ? ଆଉ ଅଛି କର୍ଜ ବାଜ କରିକି ଲୋକ ସୁନା ଦେଇକି ବ୍ୟାଙ୍କରୁ ଆଣୁଛନ୍ତି, କର୍ଜ କରିକି ଆଉ ପିଲେ ପଟେ ରହିଲାଣି 15-20 ଦିନ ହେଲା। ଧାନ ଗୋଟା ଗରମ ଗରମ ରହିଥିଲା, ଆମେ 10 ଏକର ଧାନ ପଳେଇଲା। ଯୋଉ ଜହ୍ନି, କଲରା, ବୋଦି ଆପଣ ଦେଖୁନାହାନ୍ତି ଯୋଉଗୁରା ସବୁ ଟେଣ୍ଡ ହେଇଛି। ଗଭର୍ଣ୍ଣମେଣ୍ଟ ଯଦି ଚାହାନ୍ତା, ସବ୍ କଲେକ୍ଟର ଚାହାନ୍ତା, ଜିଲ୍ଲା ପରିଷଦ ସବୁ ଚାହାନ୍ତେ କଲେକ୍ଟର ହେରିକା କାମଟା କରିଦିଅନ୍ତୁ, ଲୋକ ହଇରାଣ ହଉଛି, ସେ ତ କେହି ନଉନାହାନ୍ତି।